ରାମ ନାରାୟଣ ରାମ। ଏହି ସହାୟତାର ମୂଳ ଶକ୍ତି ଆମକୁ ବିରାଟକୁ ଜାଣିବା ପାଇଁ, ସେଠାରେ ଏକତ୍ର ହେବା ପାଇଁ ସାହାଯ୍ୟ କରେ ଏବଂ ସେ ଆମକୁ ସେହି ପଥରେ ନେଇଯାଉଛି। ଏହି ମୂଳ ଶକ୍ତିକୁ ନେଇ ଏହି ସଂସାରର ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ଆସନ୍ତି। ସେମାନେ ବହୁ ଲୋକଙ୍କୁ ବିଶ୍ୱ ବିରାଟର ଅନ୍ତର୍ନିହିତ ରହସ୍ୟ ବୁଝାଇବା ପାଇଁ ନେଇଯାନ୍ତି। ଆମ ଦେଶରେ ସାଧୁ, ଗୁରୁ, ମହାନ ବା ଅବତାର ଭଗବାନ ନାମରେ ପରିଚିତ ବ୍ୟକ୍ତିମାନେ ତାଙ୍କର ଭକ୍ତ ଶିଷ୍ୟ ଅନୁଗାମୀଙ୍କୁ ସେହି ପଥରେ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ବିଶ୍ୱ ପ୍ରକୃତିର ଏହି ସୁଯୋଗକୁ ନେଇ ଧାର୍ମିକତା ଓ ଆଧ୍ୟାତ୍ମିକତାର ଲାଭ ଉଠାଇ କିଛି ଲୋକ ବ୍ୟବସାୟ ସହିତ ଧର୍ମକୁ ଯୋଡ଼ି ବ୍ୟବସାୟରେ ପରିଣତ କରିବାକୁ ଚେଷ୍ଟା କରିଛନ୍ତି, ଯାହାର ପରିଣାମ ସ୍ୱରୂପ ଦେଶ ସତ୍ୟରୁ ବିଚ୍ୟୁତ ହୋଇଯାଇଛି। ଏଠାରେ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ବିଷୟରେ ଯାହା ପ୍ରଚଳିତ ଅଛି, ଯେପରି ସେମାନେ ବହୁ ଲୋକଙ୍କୁ ଉଦ୍ଧାର କରନ୍ତି, ସେଗୁଡ଼ିକ ସବୁ ମିଥ୍ୟା ନୁହେଁ। ସେମାନେ ହେଉଛନ୍ତି ଅସଲି ଜନ୍ମଜାତ ବିରାଟ ଶକ୍ତି ସମ୍ପନ୍ନ ବ୍ୟକ୍ତି। ସେମାନେ ଆସି ବହୁ ଲୋକଙ୍କୁ ପ୍ରକାଶ ଭଳି ପଥରେ ନେଇଯାନ୍ତି, ଜାଣିବାର ରାସ୍ତା ସହିତ ସମ୍ପର୍କ ଘଟାଇବାକୁ ଚେଷ୍ଟା କରନ୍ତି। ଆମେ ଯେପରି ଦେଶର ପ୍ରତ୍ୟେକ ବିଭାଗରେ ଲୋକେ ତାଙ୍କ କ୍ଷମତା ଅନୁଯାୟୀ ଚେୟାରରେ ବସିଛନ୍ତି, ତେଣୁ ଅନେକ କାମ କରୁଛନ୍ତି, ସେପରି ବିଶ୍ୱ ପ୍ରକୃତି ଶକ୍ତି ସହ ଯେଉଁ ଲୋକମାନେ ପ୍ରତିନିଧି ରୂପେ ଆସନ୍ତି, ସେମାନେ ମଧ୍ୟ ବହୁ ଲୋକଙ୍କୁ ନେଇଯାନ୍ତି। କିନ୍ତୁ ନିୟମ ଗୋଟିଏ ଅଛି, କିଛି ଶିଖିବାକୁ ପାଇଁ ସାଧନା କରିବାକୁ ପଡ଼େ, ଆଲୋଚନା କରିବାକୁ ପଡ଼େ, ଶିଖିବାକୁ ଜାଣିବାକୁ ପଡ଼େ। ବିଶ୍ୱ ବିରାଟ ସହିତ ଏକତା ପାଇଁ ମଧ୍ୟ ଏଭଳି ଶିଖିବାକୁ, ଜାଣିବାକୁ, ବୁଝିବାକୁ ହେବ। ତେବେ ହିଁ ତୁମେ ପ୍ରକୃତିର ନିଜସ୍ୱ ସତ୍ତାକୁ ବୁଝିପାରିବ। ଏହି ସତ୍ତାକୁ ଜାଣିବା ପାଇଁ ଯେ ସାଧନା ଆବଶ୍ୟକ, ସେ ଅଂଶରେ ଯେଉଁମାନେ ପୂର୍ଣ୍ଣ ଦକ୍ଷତା ଅନ କରିଛନ୍ତି, ସତ୍ୟରେ ଉସ୍ତାଦ ହୋଇଛନ୍ତି, ସେମାନେ ଏଠି ମହାନ ଅବତାର ବା ଭଗବାନ ଭାବରେ ପରିଚିତ।